ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ୱାଜିଦ ଅଲି ଶାହଙ୍କ ବିଷୟରେ। ୱାଜିଦ ଅଲି ଶାହ ଅବଧର ଶେଷ ନବାବ ଥିଲେ। ସେ 1847 ରୁ 1856 ପର୍ଯ୍ୟନ୍ତ ଅବଧରେ ଶାସନ କରିଥିଲେ। ସେ କଳା, ସଙ୍ଗୀତ ଏବଂ ନୃତ୍ୟର ଜଣେ ମହାନ ପ୍ରେମୀ ଥିଲେ। ୱାଜିଦ ଅଲି ଶାହ କଥକ ନୃତ୍ୟ ଏବଂ ହିନ୍ଦୁସ୍ତାନୀ ସଙ୍ଗୀତରେ ବହୁତ ଅବଦାନ ରଖିଥିଲେ। 1856 ମସିହାରେ ବ୍ରିଟିଶମାନେ ତାଙ୍କୁ କୋଲକାତାକୁ ନିର୍ବାସିତ କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଭିଡ଼ିଓ କାହା ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବ ଆଗାମୀ